ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପାକିସ୍ତାନ ବିରୋଧରେ ଆଉ ଏକ କଠୋର ପଦକ୍ଷେପ ଗ୍ରହଣ କଲା ଭାରତ। ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରୁଷ ରାଷ୍ଟ୍ରପତିଙ୍କ ଦୃଢ଼ ନିନ୍ଦା। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜାପାନ ପ୍ରତିପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ। ୱାକଫ୍ ସଂଶୋଧନ ଆଇନ ସଂକ୍ରାନ୍ତ ଏକାଧିକ ମାମଲାର ଶୁଣାଣି ଆସନ୍ତା 15 ତାରିଖକୁ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ପ୍ରତିଯୋଗିତାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ କଠୋର ପଦକ୍ଷେପ ଗ୍ରହଣ କରିଛି। ଚେନାବ ନଦୀର ବାଗ୍ଲିହାର ନଦୀବନ୍ଧ ଦେଇ ଜଳପ୍ରବାହକୁ ଭାରତ ବନ୍ଦ କରିଛି। ଆକାଶବାଣୀର ଜାମ୍ମୁ ସମ୍ବାଦଦାତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସିନ୍ଧୁ ନଦୀରେ ପାକିସ୍ତାନକୁ ଗୋଟିଏ ବି ବିନ୍ଦୁ ଜଳ ଦିଆନଯିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝେଲମ ନଦୀ ଉପରେ ଥିବା କିଶନଗଙ୍ଗା ନଦୀବନ୍ଧରେ ମଧ୍ୟ ଭାରତ ସମ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛି। ଜମ୍ମୁ ଡିଭିଜନର ରାମବନ ଜିଲ୍ଲା ଅନ୍ତର୍ଗତ ବାଗ୍ଲିହାର ଏବଂ ଉତ୍ତର କାଶ୍ମୀରର କିଶନଗଙ୍ଗା ଜଳବିଦ୍ୟୁତ ବନ୍ଧରୁ ଜଳ ନିଷ୍କାସନ କରିବାର ସମୟ ନିୟନ୍ତ୍ରଣ କ୍ଷମତା ଭାରତ ସପକ୍ଷରେ ରହିଛି। ବାଗ୍ଲିହାର ନଦୀବନ୍ଧ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦର ବିଷୟ ପାଲଟିଥିବା ବେଳେ ଅତୀତରେ ପାକିସ୍ତାନ ଏଥିପାଇଁ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତା ଦାବି କରିଥିଲା ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୃଢ଼ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ରାଷ୍ଟ୍ରପତି ପୁଟିନ ନିରୀହ ଜୀବନହାନୀ ପାଇଁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ସେ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଏହି ଆକ୍ରମଣରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ନେତା ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଛନ୍ତି। ବିଜୟ ଦିବସର 80ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ଶେଷ ଆଡ଼କୁ ଭାରତରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ନିରନ୍ତର ବିକାଶ ଦେଶର ମାର୍ଗଦର୍ଶକ ହେବା ଉଚିତ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି। କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଶିର୍ସିସ୍ଥିତ ଫରେଷ୍ଟ୍ରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବୋଧନ କରି ଶ୍ରୀ ଧନକଡ଼ ଏହା କହିଛନ୍ତି। ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଆଲୋକପାତ କରିଛନ୍ତି। କ୍ଷେତ୍ରଭିତ୍ତିକ ଶିକ୍ଷା ସହିତ ଅର୍ଥନୀତି ଏବଂ ପରିବେଶ ମଧ୍ୟରେ ରହିଥିବା ସମ୍ପର୍କ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ଏକ ପେଡ୍ ମା କେ ନାମ ଅଭିଯାନ ଉପରେ ଆଲୋକପାତ କରିବା ସହ ଉପରାଷ୍ଟ୍ରପତି ଏବଂ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ଚାରାରୋପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀରେ ଆଜି ଜାପାନ ପ୍ରତିପକ୍ଷ ଜେନେରାଲ ନାକାତାନୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆତଙ୍କବାଦକୁ ନିନ୍ଦା କରିବା ସହ ଉଭୟ ପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ଏବଂ ବୈଶ୍ୱିକ ସହଭାଗିତା ନେଇ ମତ ବିନିମୟ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଲୋଚନା କରିଛନ୍ତି। ସେଥିମଧ୍ୟରେ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସହଯୋଗ ଆଦି ଅନ୍ତର୍ଭୁକ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତକୁ ଦୃଢ଼ ସମର୍ଥନ ପ୍ରକାଶ କରିଥିବାରୁ ଶ୍ରୀ ସିଂହ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନର ରାଷ୍ଟ୍ରୀୟ ନୀତିକୁ ଶ୍ରୀ ସିଂହ ଏହି ଅବସରରେ ଦୃଢ଼ ନିନ୍ଦା କରିଛନ୍ତି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକାତାନୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଭାରତକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ସାଇବର ଏବଂ ମହାକାଶ ଭଳି ଉଦୀୟମାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ନେତା ନିଷ୍ପତ୍ତି ନେଇଛନ୍ତି। ବୈଠକ ପୂର୍ବରୁ ଜେନେରାଲ ନାକାତାନୀଙ୍କୁ ଟ୍ରାଇ ସର୍ଭିସ୍ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଜାତୀୟ ଯୁଦ୍ଧ ସ୍ମାରକୀରେ ସେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘମିଆଦୀ ବନ୍ଧୁତ୍ୱ ରହିଛି। 2014ରେ ଏହି ସହଯୋଗ ସ୍ୱତନ୍ତ୍ର ପଦକ୍ଷେପ ଏବଂ ବୈଶ୍ୱିକ ସହଭାଗିତାରେ ପରିଣତ ହେବା ପରେ ଅଧିକ ତ୍ୱରାନ୍ୱିତ ହୋଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଆଜି ଜାପାନ ପ୍ରତିନିଧି ସଭାର ବାଚସ୍ପତି ଫୁକୁସିରୋ ନୋକାଗାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ନୋକାଗାଙ୍କ ସହ ଆସିଥିବା ସଂସଦୀୟ ସହଯୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ଜାପାନ ପ୍ରତିନିଧି ମଣ୍ଡଳୀ ଭାରତକୁ ସମର୍ଥନ ପ୍ରକାଶ କରିଥିବାରୁ ଶ୍ରୀ ନୋକାଗାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଶ୍ରୀ ନୋକାଗାଙ୍କ ନେତୃତ୍ୱକୁ ଡକ୍ଟର ଜୟଶଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଦକ୍ଷ ମାନବ ସମ୍ବଳ ବିନିମୟ ବୃଦ୍ଧି, ବ୍ୟାବସାୟିକ ସମ୍ପର୍କ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ଆଦି ନେଇ ଦୁଇପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୱାକଫ୍ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ନେଇ ଆଗତ ଏକାଧିକ ଆବେଦନର ଶୁଣାଣି ଆସନ୍ତା 15 ତାରିଖକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ଆଜିର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ଏହି ମାମଲାରେ ଦାଖଲ ହୋଇଥିବା ସତ୍ୟପାଠଗୁଡ଼ିକୁ ସେ ଗଭୀର ଭାବେ ଅନୁଧ୍ୟାନ କରିନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ଖଣ୍ଡପୀଠରେ କରାଯିବ ବୋଲି ଜଷ୍ଟିସ୍ ଖାନ୍ନା କହିଛନ୍ତି। ସୂଚନାଯୋଗ୍ୟ ଜଷ୍ଟିସ୍ ଗଭାଇ ଆସନ୍ତା 14 ତାରିଖରେ ଭାରତର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ବୟନଶିଳ୍ପ ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘାରିଟା କହିଛନ୍ତି, ୱାକଫ୍ ସଂଶୋଧନ ଆଇନ 2025 ସ୍ୱଚ୍ଛତା, ସୁଶାସନ ଏବଂ ମୁସଲମାନ ସମ୍ପ୍ରଦାୟଙ୍କ ହିତକୁ ସୁନିଶ୍ଚିତ କରିବ। ଏହା ଏକ ସଂସ୍କାର ଭିତ୍ତିକ ପଦକ୍ଷେପ। ତେବେ ବିଭିନ୍ନ କ୍ଷେତ୍ରରେ ଏହାକୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ମିଜୋରାମଠାର ଆଇଜଲଠାରେ ୱାକଫ୍ ସୁଧାର ଜନଜାଗରଣ ଅଭିଯାନର କର୍ମଶାଳାରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ୱାକଫ୍ ସମ୍ପତ୍ତି ପରିଚାଳନାକୁ ସୁଦୃଢ଼ କରିବା ଏବଂ ମୁସଲମାନ ସମ୍ପ୍ରଦାୟର ଉନ୍ନତିକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରଚଳନ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପୂର୍ବରୁ 31 ଜଣିଆ ଯୁଗ୍ମ ସଂସଦୀୟ କମିଟି ଗଭୀର ଭାବେ ଏହାର ଅନୁଧ୍ୟାନ କରିଥିଲା। କମିଟିର 38ଟି ବୈଠକ ଅନୁଷ୍ଠିତ ହେବା ସହ 25ଟି ରାଜ୍ୟ ୱାକଫ୍ ବୋର୍ଡ, 15ଟି ରାଜ୍ୟ ସରକାର, 5ଟି ସଂଖ୍ୟାଲଘୁ ଆୟୋଗ ଏବଂ ସାଂସଦ ବିଧାୟକଙ୍କ ସମେତ 284 ଜଣ ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହି ଆଇନର ବାସ୍ତବ ରୂପରେଖ ପ୍ରସ୍ତୁତ କରାଯାଇଛି। ଆଇନ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉପରେ ସେ ଏହି ଅବସରରେ ଗୁରୁତ୍ୱ ଆରୋପ କରିଛନ୍ତି। ଇଟାଲୀର ମିଲାନଠାରେ ଚାଲିଥିବା 58ତମ ଏସୀୟ ଉନ୍ନୟନ ବ୍ୟାଙ୍କ ବାର୍ଷିକ ବୈଠକ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର ସଭାପତି ମାସାତୋ କାଣ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଘରୋଇ କ୍ଷେତ୍ର ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବ୍ୟବସାୟ କରିବାର ସହଜତା ନେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀମତୀ ସୀତାରମଣ ବ୍ୟାଙ୍କ ସଭାପତିଙ୍କୁ ଅବଗତ କରାଇଥିଲେ। ଦେଶରେ ଅନୁକୂଳ ନୀତି ଏବଂ ନିୟାମକ ଇକୋସିଷ୍ଟମ୍ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ, ଜିଏସ୍ଟି କାର୍ଯ୍ୟକାରିତା, କର୍ପୋରେଟ୍ ଟିକସ ହାର ହ୍ରାସ, ଷ୍ଟାର୍ଟଅପ୍ ଇଣ୍ଡିଆ ଆଦି କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ମତ ବିନିମୟ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ପରିକଳ୍ପନାକୁ ସାକାର କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ବ୍ୟାଙ୍କ ସଭାପତି ମାସାତୋ କାଣ୍ଡା ସମର୍ଥନ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଗ୍ରୀଷ୍ମ ପ୍ରବାହ ସମୟରେ ନିରାପଦ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଆର୍.କେ. ଜେନାମଣି ଏବଂ ଲେଡି ହେଡିଂ ମେଡିକାଲ କଲେଜର ଭେଷଜ ବିଭାଗର ପ୍ରଫେସର ଡକ୍ଟର ଅନୁପମ ପ୍ରକାଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 0112331444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଜୟ ଲାଭ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପାକିସ୍ତାନ ବିରୋଧରେ ଆଉ ଏକ କଠୋର ପଦକ୍ଷେପ ଗ୍ରହଣ କଲା ଭାରତ। ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରୁଷ ରାଷ୍ଟ୍ରପତିଙ୍କ ଦୃଢ଼ ନିନ୍ଦା। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜାପାନ ପ୍ରତିପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ।
ୱାକଫ୍ ସଂଶୋଧନ ଆଇନ ସଂକ୍ରାନ୍ତ ଏକାଧିକ ମାମଲାର ଶୁଣାଣି ଆସନ୍ତା 15 ତାରିଖକୁ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ ଏବଂ ଆଇପିଏଲ୍ କ୍ରିକେଟର ଆଜିର ପ୍ରତିଯୋଗିତାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।